ମନ ଆପଣଙ୍କୁ। Thank you, same to you. Thank you. ଉପସ୍ଥିତ ପ୍ରତ୍ୟେକଙ୍କୁ ମୋର ଖ୍ରୀଷ୍ଟ ପ୍ରେମ ନମସ୍କାର। ଆଉ ପ୍ରତ୍ୟେକଙ୍କୁ ମୋର ମେରି ଖ୍ରୀଷ୍ଟମାସର ଶୁଭେଚ୍ଛା ମୁଁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଜଣାଏ। ଆମମାନଙ୍କର ପରମେଶ୍ୱରଙ୍କର ମହାନାମ ଧନ୍ୟ ହଉ। ସେ ବର୍ଷ ତମାମ ଆମେ ସମସ୍ତଙ୍କୁ ଆଶୀର୍ବାଦ କରିଛନ୍ତି, ବଞ୍ଚେଇଛନ୍ତି। ପୁଣି ଆଉ ଗୋଟାଏ ଖ୍ରୀଷ୍ଟମାସ ଦିନରେ ପଦାର୍ପଣ କରିବା ପାଇଁ ଆମମାନଙ୍କୁ ସାହାଯ୍ୟ କରିଛନ୍ତି। ସେଥିପାଇଁ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦଉ। ଭେଟଘାଟକୁ ମୋର ଆନ୍ତରିକ କୃତଜ୍ଞତା ମୁଁ ଜଣାଏ। ସେମାନେ ମୋତେ ଏହି ସୁନ୍ଦର ଏକ ଦିନରେ ଅନୁଗ୍ରହ କରି ଦୟାକରି ପ୍ରଭୁଙ୍କର ଅନୁଗ୍ରହ ଦୟାରେ ଏହି ସେବା କାର୍ଯ୍ୟରେ ସାମିଲ ହେବା ପାଇଁ ଭେଟଘାଟ ମୋତେ ଗୋଟେ ସୁଯୋଗ ଦେଇଥିବା ହେତୁ ମୁଁ ଭେଟଘାଟକୁ ବି ଆନ୍ତରିକ କୃତଜ୍ଞତା ଜଣାଏ। ଆପଣମାନେ ହୁଏତ ଅନେକ ଅନିଦ୍ରା ଥିବେ, ହୋଲ୍ ନାଇଟ୍ ବୋଧେ 12ଟା-1 ପର୍ଯ୍ୟନ୍ତ ପ୍ରୋଗ୍ରାମ କରିଥିବେ, ପୁଣି ପାହାନ୍ତିଆରେ ଉଠିଥିବେ। ଆଉ ଆଜି ଦିନରେ ମଧ୍ୟ ପ୍ରୋଗ୍ରାମ ଅଛି। ଏଇ ସବୁ ଦ୍ୱାରା ଆମେ ପ୍ରତ୍ୟେକଙ୍କୁ ଆନନ୍ଦ ମିଳୁଛି। ଆମେ ପ୍ରତ୍ୟେକ ଉତ୍ସାହିତ ଅଟୁ ଏଇ ସ୍ପେଶାଲ ଡେ ପାଇଁ, କାରଣ ଏଇ ସ୍ପେଶାଲ ଡେ ଆମେ ପ୍ରତ୍ୟେକଙ୍କ ପାଇଁ ସ୍ୱତନ୍ତ୍ର ଅଟେ। କାରଣ ପ୍ରଭୁଙ୍କର ସେଇ ଅସୀମ ପ୍ରେମ ଆଜିର ଦିନରେ ପ୍ରକାଶିତ ହେଇଥିଲା। ସେ ଜଗତକୁ ଏତେ ପ୍ରେମ କଲେ ଆଉ ତାଙ୍କର ଏକମାତ୍ର ପୁତ୍ରଙ୍କୁ ଆମେ ପ୍ରତ୍ୟେକଙ୍କ ପାଇଁ ଦାନ କରିଛନ୍ତି। ସ୍ୱତନ୍ତ୍ର ଦିନ, ଭାବ ବିହ୍ୱଳ ହେଇ এই ଦିନକୁ ମନାନ୍ତୁ ନାହିଁ, ଇମୋସନାଲ ହେଇକି ମନାନ୍ତୁ ନାହିଁ। ଆତ୍ମିକ ଭାବେ ଭକ୍ତିର ସହିତ, କୃତଜ୍ଞତାର ସହିତ ଏଇ ଦିନକୁ ଆମେ ପାଳନ କରିବା ପାଇଁ ଚେଷ୍ଟା କରିବା। ବିନା ନୂଆ କପଡ଼ାରେ, ବିନା ଲାଇଟ୍ସରେ, ବିନା କେକ୍ସରେ, ବିନା ପାର୍ଟିରେ ମଧ୍ୟ ଏଇ ଇମୋସନ ଆମମାନଙ୍କ ପାଖରେ ଏନର୍ଜେଟିକ୍ ହେଇକି ରହୁ। ସାଧାରଣତଃ ଲୋକମାନେ ଲାଇଟ୍ ଦେଖିକି ଖ୍ରୀଷ୍ଟମାସର ଉତ୍ସବ ପାଳନ କରନ୍ତି। ବଜାରରୁ ନୂଆ କପଡ଼ା ଆଣିଲା ପରେ ଖ୍ରୀଷ୍ଟମାସର ସ୍ପିରିଟ୍ ଆସିଯାଏ। ଆଉ ଅବଭିୟସଲି ପାର୍ଟି ସାର୍ଟି ଯଦି ହଉଛି, ଖ୍ରୀଷ୍ଟମାସ ପାର୍ଟି ଯଦି ହଉଛି, ଘରେ ଭଲ ଭଲ ଖିଆ ପିଆ ଯଦି ହଉଛି, ତେବେ ପର୍ଯ୍ୟନ୍ତ ଖ୍ରୀଷ୍ଟମାସର ସ୍ପିରିଟ୍ ଲାଗି ରହେ। କିନ୍ତୁ ସେମିତି ନ ହଉ, ଯେଉଁମାନେ ପ୍ରକୃତରେ ଅନୁତାପ କରି ଯୀଶୁଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିଛନ୍ତି, ସେମାନଙ୍କ ପାଇଁ ପ୍ରତିଦିନ ଖ୍ରୀଷ୍ଟମାସ ଅଟେ। ପ୍ରତିଦିନ ସେମାନେ ବାହିକ ପରିସ୍ଥିତିରେ ନିର୍ଭର ନ କରିକି ଆନନ୍ଦରେ ଖୁସିରେ ରହନ୍ତି। ପ୍ରଭୁ ଆମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ଧ୍ୟାନ ନିମନ୍ତେ ମାନେ ନିଜ ନିଜ ବାଇବଲ ଖୋଲିବା। ଯେଶାୟା ପୁସ୍ତକ 7 ଅଧ୍ୟାୟ ତାର 14 ପଦ କେହି ଜଣେ ଦୟାକରି ପଢି ଦିଅନ୍ତୁ। ଯେଶାୟା 7:14 ପ୍ଲିଜ। ଏ ହେତୁ ପ୍ରଭୁ ଆପେ ତୁମ୍ଭମାନଙ୍କୁ ଏକ ଚିହ୍ନ ଦେବେ। ଦେଖ, ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାର ନାମ ଇମାନୁଏଲ, ଅର୍ଥାତ୍ ଆମ୍ଭମାନଙ୍କ ସହିତ ପରମେଶ୍ୱର ରଖିବ। ଆମେନ୍। ଥ୍ୟାଙ୍କ ୟୁ। ଏହା ଈଶ୍ୱରଙ୍କର ପବିତ୍ର ବାକ୍ୟ ଅଟେ। ଏହାର ପଠନରେ ଆଉ ଶ୍ରବଣରେ ପ୍ରଭୁ ଆମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଅତି ସ୍ୱତନ୍ତ୍ର ବାକ୍ୟ ଅଟେ। ଆପଣମାନେ ଏଇ ସପ୍ତାହ ସାରା ବା ମାସ ସାରା ଖ୍ରୀଷ୍ଟମାସ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ବାକ୍ୟ ଶୁଣି ଆସୁଛନ୍ତି। କେବଳ ଏଇ ବର୍ଷ ନୁହଁ, ଅନେକ ବର୍ଷ ଧରି ଆମେ ଖ୍ରୀଷ୍ଟମାସ ସମ୍ବନ୍ଧୀୟ ଅନେକ ବାକ୍ୟ ଶୁଣୁଛୁ। ଆଉ ଯେତେ ଶୁଣୁଥିଲେ ଆମମାନଙ୍କ ପାଇଁ ସେତେ ଭଲ, ଯେହେତୁ ଏଇ ସବୁ ଶୁଣିବା ଦ୍ୱାରା, ଏଇ ସବୁ ଆଲୋଚନା କରିବା ଦ୍ୱାରା, ଏଇ ସବୁ ଧ୍ୟାନ କରିବା ଦ୍ୱାରା ଆମେ ଆତ୍ମିକ ଭାବେ ବଢିଥାଉ। ଆଉ ପ୍ରଭୁଙ୍କ ପ୍ରତି ଆମମାନଙ୍କର କୃତଜ୍ଞତା ବଢିଥାଏ, ପ୍ରଭୁଙ୍କର ଗୌରବ ହେଇଥାଏ। ମୁଁ ଆଜି ବେଥଲେହେମ୍, ଜେରୁସାଲେମ, ନାଜରିଥ, ମରିୟମ, ଯୋସେଫ, ଗୁଆଳକୁଣ୍ଡ, ପଣ୍ଡିତ ଏଇ ସବୁ ଟଚ୍ କରିବା ପାଇଁ ଯାଉନି। ଆପଣ ସେଇ ସବୁ ବାର ଏଇ ବର୍ଷ ମଧ୍ୟ ଶୁଣିଛନ୍ତି। ଆଜି ଖ୍ରୀଷ୍ଟମାସ ର ଗୋଟାଏ ଅନ୍ୟ ଦିଗକୁ ଆମେ ଏକ୍ସପ୍ଲୋର କରିବା ପାଇଁ ଚେଷ୍ଟା କରିବା। ଖ୍ରୀଷ୍ଟମାସର ଅନ୍ୟ ଗୋଟାଏ ସ୍ୱତନ୍ତ୍ର ଦିଗକୁ ଆମେ ଟଚ୍ କରିବା ପାଇଁ ଚେଷ୍ଟା କରିବା। ଅଳ୍ପ ସମୟ ଆମେ ବସିବା ଆଉ ଖ୍ରୀଷ୍ଟମାସର ଗୋଟାଏ ସ୍ୱତନ୍ତ୍ର ଦୃଷ୍ଟିକୋଣକୁ ଆଜି ଆମେ ଦେଖିବା ପାଇଁ
चेष्टा करिबा अवश्य एटा संपूर्ण भाबे नुआ नुआ आपण मानक पय किंतु गोटाए विषय अछि जहाँ आपण मानक निश्चित भाबे नुआ लागिबो आउ सेथि द्वारा प्रभु आज आमानकु एई स्वतंत्र दिन रे आमानकर आध्यात्मिक जीवन पय कोन रखिछन्ति ताहा बुझी सिखी आमानकर जीवन रे प्रयोग करिया पय आमाने चेष्टा करिबा जिसाय 7:14 गोटे भावबाणी अटे आ ख्रीष्टपूर्व 700 वर्ष पूर्वे एई भावबाणी दिया जाइथिला किंतु आपण माने केबे एई पद को सीरियसली पढ़िछन्ति कि आकु ध्यान रो सहित पढ़िछन्ति कि आकु भल्ल भाबे बुझिबा पई चेष्टा करिछन्ति एई जगह रे एई भावबाणी दिया जाइछि आ मैथ्यू पुस्तक रे मैथ्यू एई भावबाणी सफल हैला बोली कहिबा पई जाय कि आकु साइटेशन दैछन्ति यार रेफरेंस दैछन्ति यीशु जतले जन्म हेले आउ मैथ्यू सत बेले एई कथा को मने पकई दछन्ति जे जिसाय एम्ति कहिथिले बोली किंतु आपण जानिछन्ति एई जो कथा कुआ गला ए हेतु प्रभु आपे तुम माननकु एक चिन्ह देबे देखो एक कन्या गर्भवती हुई एक पुत्र प्रसव करिबो ओ ताहार नाम इमानुएल रखा जिवो आउ इमानुएल रो अर्थ आमान को सहित परमेश्वर मोर प्रश्न कौन थिला माने केबे आपण ध्यान रो सहित जिसाय 7:14 को अध्ययन करिसथि आपण जदि ध्यान रो सहित अध्ययन करिसथि बा एबे आगु को करिवे आपण को कोन देखिया को मिलिबो माने सब बेले एई पदर कॉन्टेक्स्ट को पढ़िया पई चेष्टा करो यार ऐतिहासिक स्टडी करन एटा किए कहिले काहे की कहिले को संदर्भ रे कहिले काहा को कहिले आउ जहाँ भी कहा जाइछि यार अर्थ कोन एटा भल्ल भाबे बुझिबा पई माने चेष्टा जदि करिबा तेबे एई पदर मर्म एई पदर भावार्थ माने भल्ल भाबे बुझिबा आमाने साधारणतः क्रिसमस सीजन रे एई पद को बार बार पढ़ी थाउ किंतु यार हिस्टोरिकल बैकग्राउंड को आमाने जानिया पई चेष्टा करि न थाउ आज मु यार हिस्टोरिकल बैकग्राउंड विषय रे कहिबी यार थियोलॉजिकल मीनिंग विषय रे कहबी और यार स्पिरिचुअल एप्लीकेशन विषय रे मु कहबी प्रथमे माने देखिबा यार ऐतिहासिक पृष्ठभूमि यार हिस्टोरिकल बैकग्राउंड कोन माने देखि के कहिले काहे की कहिले काहा को कहिले आ जहाँ भी कहा जाइछि तार अर्थ कोन जीशु सेतेले जन्म होई नथिले जीशु जन्म हवार 700 वर्ष पूर्वे एक्चुअली 735 ख्रीष्टपूर्व 735 रु 732 मध्य रे गोटे युद्ध चली से युद्ध किए किए करुथिले माने इस्राएल आउ सीरिया ए दीटा देश मिसिकी असीरिया विरुद्ध रे युद्ध षडयंत्र करुथिले कारण सेते बेले प्लीज भलो भाबे टिके बुझिबा पई चेष्टा करबे यार अर्थ बुझिबे तबे जाई कि आपनकू एई पदर मर्म बुझा पड़े आपनकर इन्फॉर्मेशन पाई मु कहि दिए एते बेले जो 12 गोष्ठी इस्राएल रो जो 12 गोष्ठी थिला सेते बेले दी भाग होई जाई 10 गोष्ठी और 2 गोष्ठी अलग अलग राज्य होई जाई मु बार बार आपन मान को एटा कहिछि इस्राएल और यहूदा इस्राएल गोटे राज्य हो जाइए यहूदा गोटे राज्य हो जाइए एई समय रे इस्राएल राजा पेखार बोली कि गोटे राजा थिले किंतु आपनकर यहूदार अन्य राजा थिले जहाँकर नाम आहस आ आहस वर्डटा दया करी मने रखंतु इंग्लिश रे आहाज बोली कि कहा जाए ए होचंती सेंट्रल फिगर सेतबेले सीरिया रो राजा जार नाम रेजिन बाइबल रे आराम बोली कि रखा जाइछि से देशर नाम एक्चुअली सीरिया सेटा आ इज्राएल रो नाम एफ्रेम बोली कि रखा जाइछि कंफ्यूज हेबे नै जदि आपण जिसाय 7 पढुछन तो सीरिया रो राजा आ इस्राएल रो राजा मिलित भाबे असुरियो राजा को आक्रमण करिया पई जाउथि
ତା ପୂର୍ବରୁ ସେମାନେ ଜିହୁଦାର ରାଜାକୁ ନିମନ୍ତ୍ରଣ କଲେ, ଆସ ଆମେ ମିଳିତ ଭାବେ ସେଇ ରାଜାକୁ ଆକ୍ରମଣ କରିବା। କିନ୍ତୁ ଜିହୁଦାର ରାଜା ଆହସ, ଯାହାକୁ ଇଂଲିଶରେ ଆହାଜ ବୋଲିକି କୁହାଯାଏ, ସେ ମନା କରିଦେଲେ, ମୁଁ ତମାନଙ୍କ ସାଙ୍ଗରେ ମିଳିତ ଭାବେ ସେଇ ରାଜାଙ୍କୁ ଆକ୍ରମଣ କରିବି ନାହିଁ ବୋଲିକି କହିଲେ। ଯେତେବେଳେ ସେ ମନା କରିଦେଲେ, ଇସ୍ରାଏଲର ରାଜା ଆଉ ସିରିଆର ରାଜା ମିଳିତ ଭାବେ ଜିହୁଦାର ରାଜା ଆହାଜକୁ ଆକ୍ରମଣ କରିବା ପାଇଁ ଗୁପ୍ତ ମନ୍ତ୍ରଣା କଲେ। କଣ ପାଇଁ ଆକ୍ରମଣ କରିବେ? ଇଏ ଆଙ୍କର କଥା ଶୁଣିନାହାନ୍ତି। ତାଙ୍କୁ ଆକ୍ରମଣ କରି, ତାଙ୍କୁ ଗାଦିଚ୍ୟୁତ କରି, ତା ଜାଗାରେ ଅନ୍ୟ ଗୋଟେ ରାଜାକୁ ବସେଇକି 3 ରାଷ୍ଟ୍ର ମିଳିତ ଭାବେ ସିରିଆକୁ ଆଟାକ୍ କରିବା ପାଇଁ ସେମାନେ ପ୍ଲାନ୍। ଯେତେବେଳେ ଆହାଜ ବା ଆହସକୁ ଜଣା ପଡିଗଲା ଯେ ଇସ୍ରାଏଲର ରାଜା ଆଉ ସିରିଆ ରାଜା ମିଳିତ ଭାବେ ମତେ ଆକ୍ରମଣ କରିବା ପାଇଁ ଆସୁଛନ୍ତି, ସେ ଭୟଭୀତ ହେଇଗଲେ, ଡରିଗଲେ, କମ୍ପିତ ହେଇଗଲେ, ଆଉ ତାଙ୍କର ଦେଶର ସମସ୍ତେ ଡରିଗଲେ। ଜିହୁଦାର ଲୋକମାନେ ସବୁ ଡରିଗଲେ। ସେତେବେଳେ ଜିହୁଦା ଗୋଟାଏ ଛୋଟ ରାଜ୍ୟ ଥିଲା, ଆଉ ଇସ୍ରାଏଲ ଆଉ ସିରିଆ ମିଳିତ ଭାବେ ଏମାନଙ୍କୁ ଆଟାକ୍ କରିବେ, ଏଇ ଭୟରେ ସେମାନେ କମ୍ପିତ ହେଲେ। ଯେତେବେଳେ ରାଜା କମ୍ପିତ ଅବସ୍ଥାରେ, ଡର ଅବସ୍ଥାରେ ଥିଲେ, ସେହି ସମୟରେ ପରମେଶ୍ୱର ଜିସାୟଙ୍କୁ ଆହାଜ ରାଜାଙ୍କ ନିକଟକୁ ପଠଉଛନ୍ତି ଏଇ କଥା କହିବା ପାଇଁ। ଆଇଜାୟା ଜିସାୟଙ୍କୁ ପରମେଶ୍ୱର ପଠଉଛନ୍ତି ଏଇ ରାଜାଙ୍କ ନିକଟ। ଆଉ ଯେତେବେଳେ ଆହାଜ କମ୍ପିତ ଅବସ୍ଥାରେ ଥିଲେ, ଭୟଭୀତ ହେଇଯାଇଥିଲେ, ସେତେବେଳେ ଜିସାୟ ଭବିଷ୍ୟତ ବକ୍ତା ତାଙ୍କ ନିକଟକୁ ଆସନ୍ତି ଆଉ କହନ୍ତି ଯେ ତମେ ଡର ନାହିଁ, ତମେ ଭୟଭୀତ ହୁଅ ନାହିଁ, ତୁମମାନଙ୍କୁ, ତୁମ ଦେଶର ଲୋକମାନଙ୍କୁ ତୁମକୁ ଆକ୍ରମଣ କରିବା ପାଇଁ ଯୋଉମାନେ ଷଡ଼ଯନ୍ତ୍ର କରୁଛନ୍ତି, ସେମାନଙ୍କର ଷଡ଼ଯନ୍ତ୍ର ସଫଳ ହବ ନାହିଁ, ସେମାନେ ତୁମକୁ ଆକ୍ରମଣ କରିପାରିବେ ନାହିଁ। ଏଇଟା ପରମେଶ୍ୱର କହନ୍ତି। ଆଉ ପରମେଶ୍ୱର ଜିସାୟଙ୍କୁ କହିଲେ, ଆହାଜକୁ କୁହ ତାଙ୍କୁ ଯଦି ଗୋଟାଏ ଚିହ୍ନ ଦରକାର ଏଇ କଥାକୁ ବିଶ୍ୱାସ କରିବା ପାଇଁ, ତାଙ୍କୁ ଚିହ୍ନ ଦିଆଯିବ। ତ ଜିସାୟ ଯାଇକି ଆହାଜକୁ କହୁଛନ୍ତି, ତମକୁ ଗୋଟେ ଚିହ୍ନ ଦିଆଯିବ ଯେ ମୁଁ ଯୋଉଟା କହୁଛି ସତ। ଆହାଜ କହିଲେ ମତେ ଚିହ୍ନ ଦରକାର ନାହିଁ ବୋଲି, ଆଉ ଆହାଜ ସେଇ କଥାରେ ବିଶ୍ୱାସ କଲେନି। ସେ ବିଶ୍ୱାସ ନ କରିବା ସତ୍ତ୍ୱେ ବି ପରମେଶ୍ୱର ଏଇ ଚିହ୍ନ ଦଉଛନ୍ତି ଆହାଜକୁ। ଯୋଉ ଆହାଜ ଡରି ଯାଇଛି, ଭୟଭୀତ ଅବସ୍ଥାରେ ଅଛି, ସେ ଆହାଜକୁ ଆଉ ସେ ଆହାଜଙ୍କର ଦେଶବାସୀଙ୍କ ପାଇଁ ଏଇ କଥା ପରମେଶ୍ୱର ଜିସାୟ ଭବିଷ୍ୟତ ବକ୍ତାଙ୍କ ଦ୍ଵାରା କହୁଛନ୍ତି, ଏହେତୁ ପ୍ରଭୁ ଆପେ ତମମାନଙ୍କୁ ଏକ ଚିହ୍ନ ଦେବେ। ଦେଖ, ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାର ନାମ ଇମ୍ମାନୁଏଲ ରଖିବ, ଆମମାନଙ୍କର ସହିତ ପରମେଶ୍ୱର। ପ୍ରିୟମାନେ, ଏଇଟା ହଉଛି ହିଷ୍ଟ୍ରି, ଇତିହାସ। ଏଇ ସନ୍ଦର୍ଭରେ ଏ କଥା କୁହାଯାଇଥିଲା। କାହାକୁ ସାନ୍ତ୍ୱନା ଦେବା ପାଇଁ? ଆହାଜକୁ ସାନ୍ତ୍ୱନା ଦେବା ପାଇଁ, ତା ହୃଦୟର ଭୟକୁ ଘୁଞ୍ଚେଇବା ପାଇଁ, ତାକୁ ସାନ୍ତ୍ୱନା ଦେବା ପାଇଁ ଏଇ କଥା ଆଉ ଏଇ ଭାବବାଣୀ ସେଇ ସମୟରେ କୁହାଯାଏ। ପ୍ରଶ୍ନ କଣ, ମାନେ ଯଦି ସେଇ ସମୟରେ ଆହାଜଙ୍କ ପାଇଁ ଏ କଥା କୁହାଗଲା, ତେବେ ଆହାଜଙ୍କ ସମୟରେ ଏଇଟା ସଫଳ ହେଲା କି? ୟାର ଆନ୍ସର ହଉଛି ୟେସ୍, ସଫଳ ହେଲା। କାରଣ ଆହାଜଙ୍କ ସମୟରେ ଗୋଟେ ବାଳକ ଜନ୍ମିଲେ, ଆଉ ଯାହାର ନାମ ଇମ୍ମାନୁଏଲ ବୋଲି ରଖାଗଲା। ଜିସାୟ 8:8ରେ ଆଉ ଗୋଟେ ଇମ୍ମାନୁଏଲ ଅଛି, ଆପଣ ମାନେ ଦେଖନ୍ତୁ। ଆଉ ସେଇ ବାଳକ, କେତେ ଲୋକ, କେତେ ବାଇବଲ ବିଦ ବିଶ୍ୱାସ କରନ୍ତି ଯେ ଏ ପ୍ରଫେଟ୍ସ ବା ଭବିଷ୍ୟତ ବକ୍ତାଙ୍କର ପରିବାରରେ ଜନ୍ମ ହେଇଛି। ଆଉ କେତେ ଲୋକ ବିଶ୍ୱାସ କରନ୍ତି ସେଇ ସମୟର ରାଜ ପରିବାରରେ ସେ ପିଲାଟା ଜନ୍ମ ହେଇଛି। ସେ ଯାହା ବି ହଉ, ବାଇବଲରେ ଉଲ୍ଲେଖ ହେଇନାହିଁ, ସେଥିରେ ମାନେ ମୁଣ୍ଡ ବାଢିବା ଆବଶ୍ୟକ ନାହିଁ। କିନ୍ତୁ ଅବଶ୍ୟ ଗୋଟେ ପୁତ୍ର ଜାତ ହେଇଥିଲା, ଯାହାର ନାମ ଇମ୍ମାନୁଏଲ ବୋଲିକି ରଖାଯାଇଥିଲା। ଆଉ କଣ ପାଇଁ ସେ ପୁତ୍ର ଜାତ କରାଯାଇଥିଲା? ସେ ପୁତ୍ରକୁ ଏଇଥିପାଇଁ ଜାତ କରାଯାଇଥିଲା ଯେ ଆହାଜ ଆଉ ଜିହୁଦା ଲୋକମାନଙ୍କ ପାଇଁ ଗୋଟେ ପ୍ରମାଣ କରାଯିବ ଯେ, ଦେଖ, ସେଇ ଯୋଉ ରାଜା ମାନେ ତୁମକୁ ଆକ୍ରମଣ କରିବା ପାଇଁ ଆସୁଛନ୍ତି, ଆଉ ଏଇ ବାଳକ ଭଲ ମନ୍ଦ ନ ଜାଣିବା ପୂର୍ବରୁ ସେମାନେ ବିନାଶ ହେବେ ବୋଲିକି କୁହାଯାଇଛି। ଆଉ ପ୍ରଭୁ ସେଇ ବାଳକ, ଇମ୍ମାନୁଏଲ ନାମକ ଗୋଟେ ବାଳକ ଦ୍ଵାରା ପ୍ରଭୁ ଚିହ୍ନ ସେମାନଙ୍କୁ ଦଉଛନ୍ତି ଯେ ପ୍ରଭୁ ତୁମ ସହିତ ଅଛନ୍ତି।
ଈଶ୍ୱର ତୁମ ସହିତ ଅଛନ୍ତି। ସେଇ ନାମର ଅର୍ଥ ହଉଛି ଈଶ୍ୱର ତୁମ ସହିତ ଅଛନ୍ତି। ମୁଁ ତମକୁ ଏଇ ଚିହ୍ନ ଦଉଛି। ମୁଁ ଯୋଉ ଭବିଷ୍ୟତବାଣୀ ଦେଲି ସେଇ ଅନୁସାରେ ତୁମର ଯୋଉ ଛୁଆ ଇମାନୁଏଲ ଜନ୍ମ ହବ, ସେ ଭଲ ଆଉ ମନ୍ଦ ପରୀକ୍ଷିବାର ଶକ୍ତି ପ୍ରାପ୍ତ ହେବା ପୂର୍ବରୁ ତୁମମାନଙ୍କୁ ଆକ୍ରମଣ କରି ଆସୁଥିବା ରାଜା ମାନେ ବିନାଶ ହେବେ। ଦୟାକରି ମନେ ରଖନ୍ତୁ, ଏ ଷ୍ଟୋରିରେ ଟ୍ୱିଷ୍ଟ କଣ ଅଛି ମାନେ ଆହାସ ଏ କଥା ବିଶ୍ୱାସ କଲେ ନାହିଁ। ବିଶ୍ୱାସ ନ କରିବାରୁ ତାଙ୍କ ଜୀବନରେ ଆଉ ଥରେ ବିଚାର ଆସିଲା, ଜଜମେଣ୍ଟ ଆସିଲା। କିନ୍ତୁ ପ୍ରଭୁ ଯୋଉଟା ପ୍ରତିଜ୍ଞା କରିଥିଲେ, ଡେଫିନେଟଲି ଗୋଟେ ପୁଅ ଜନ୍ମ ହେଲେ ଆଉ ସେଇ ପୁଅର ନାମ ଇମାନୁଏଲ ରଖାଗଲା। ଆଉ ଥରେ ଯିଶାୟ 8:8ରେ ଆପଣ ସେଇ ପୁଅର ନାମ ଦେଖିବେ। ତେବେ ଆମ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଏ ଷ୍ଟୋରିର କନେକ୍ସନ ପୁଣି କଣ ଅଛି? ଖ୍ରୀଷ୍ଟମାସ ସାଙ୍ଗରେ ୟାର ପୁଣି କଣ କନେକ୍ସନ ଅଛି? ହଁ, ଏଇ ଯୋଉ ପଦ ଯିଶାୟଙ୍କ ଦ୍ୱାରା କୁହାଗଲା ତାର ଦିଟା ମିନିଂ ଅଛି। ଗୋଟିଏ ହଉଛି ଇମିଡିଏଟ ମିନିଂ ଆଉ ଗୋଟେ ହଉଛି ଫ୍ୟୁଚରିଷ୍ଟିକ ମିନିଂ। ଏଇ ଭାବବାଣୀର ଦିଟା ଭାବ ଅଛି। ଆପଣ ମାନେ ଦେଖନ୍ତୁ ଆଉ ଥରେ ସେଇ ପଦ, ଏହେତୁ ପ୍ରଭୁ ଆପେ ତୁମମାନଙ୍କୁ ଏକ ଚିହ୍ନ ଦେବେ, ଦେଖ ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବେ। ଏଠି ଯୋଉ କନ୍ୟା ଶବ୍ଦ ଅଛି, ମ୍ୟାଥ୍ୟୁରେ ଯୋଉ କନ୍ୟା ଶବ୍ଦ ଅଛି ତାର ଅର୍ଥ ଆଉ ୟାର ଅର୍ଥ ବିଲକୁଲ ଅଲଗା। এইଠି ଯୋଉ କନ୍ୟା ଶବ୍ଦଟି ୟୁଜ କରାଯାଇଛି, ଏଇଟା ଏଇଟା ହିବ୍ରୁ ଶବ୍ଦ ଯାହାର ୱାର୍ଡ ହଉଛି ଯୋଉ ୱାର୍ଡ ହଉଛି ଆଲମା। ଆଲମା କହିଲେ ବିବାହ ବୟସରେ ପ୍ରବେଶ କରିଥିବା ଗୋଟାଏ ଯୁବତୀ ବା ଯୁବା ଅବସ୍ଥା, ବୈବାହିକ ବୟସରେ ପଦାର୍ପଣ କରିଥିବା ଗୋଟେ ଯୁବତୀ କୁ ଆଲମା ବୋଲିକି କୁହାଯାଏ। କିନ୍ତୁ ଭର୍ଜିନ୍ ନାହିଁ, ଯୋଉମାନେ ଇଂଲିଶ ଜାଣନ୍ତି ଭର୍ଜିନ୍ ନାହିଁ, ଯୋଉ ଅର୍ଥରେ ଆମେ କୁମାରୀ ବୋଲି କହୁଛୁ ସେ ଅର୍ଥରେ। ଭର୍ଜିନ୍ ପାଇଁ ଏଭ୍ରି ଭାଷାରେ ବେତୁଲା ନାମକ ଗୋଟାଏ ଶବ୍ଦ ଅଛି। ଯୋଉ ଅବସ୍ଥାରେ ମରିୟମ ଥିଲେ ସେଇ ଅବସ୍ଥାର ଯଦି ଆପଣ ୟୁଜ କରିବେ ମାନେ ବେତୁଲା ବୋଲି ଗୋଟାଏ ଶବ୍ଦ ଅଛି ଯୋଉଟା ଯିଶାୟ ପ୍ରୟୋଗ କରିନାହାନ୍ତି। ଯିଶାୟ କୋଉ ଶବ୍ଦ ପ୍ରୟୋଗ କରିଛନ୍ତି? ଆଲମା ବୋଲିକି ପ୍ରୟୋଗ କରିଛନ୍ତି। କିନ୍ତୁ ମ୍ୟାଥ୍ୟୁ ନା ଆଲମା ବ୍ୟବହାର କରିଛନ୍ତି ନା ବେତୁଲା ବ୍ୟବହାର କରିଛନ୍ତି। ମ୍ୟାଥ୍ୟୁ ଗ୍ରୀକ ଶବ୍ଦ ପାଥେନୋସ ବୋଲିକି ଗୋଟାଏ ଶବ୍ଦ ଅଛି ଯାହାକୁ ଭର୍ଜିନ୍ କୁମାରୀ ବୋଲିକି କୁହାଯାଏ। ପରମେଶ୍ୱର ସର୍ବଶକ୍ତିମାନ ଅଟନ୍ତି ଆଉ ସେ ସର୍ବଜ୍ଞାନୀ ଅଟନ୍ତି। ଦୟାକରି ମନେ ରଖନ୍ତୁ, ଏଇ ଭାବବାଣୀକୁ ସେଇ ଦିଟା କଣ୍ଟେକ୍ସଟରେ ୟୁଜ କରୁଛନ୍ତି। ପ୍ରଥମେ ଏଇ ଭାବବାଣୀ ଏଇଠି ହେଲା ବେଳେ ଯୋଉ କୁମାରୀ ଶବ୍ଦଟା ବ୍ୟବହାର କରାଯାଇଛି, ସେ ପୁରୁଷକୁ ବିଲକୁଲ ଜାଣିନଥିବା ବା ବିଲକୁଲ କୁମାରୀ ସେମିତି ଶବ୍ଦ ଏଇଠି ନାହିଁ। କିନ୍ତୁ ମାଥ୍ୟୁ ଯୋଉ ଶବ୍ଦ ପ୍ରୟୋଗ କରୁଛନ୍ତି କୁମାରୀ ପାଇଁ, ସେଇ କୁମାରୀ ଯିଏ କେବେ ପୁରୁଷକୁ ଜାଣିନାହାନ୍ତି। ମରିୟମ ନିଜେ କହିଲେ ଏହା ମୋ ପାଇଁ କେମିତି ସମ୍ଭବ ହବ ଯେବେକି ମୁଁ ଗୋଟାଏ ପୁରୁଷକୁ ହିଁ ଜାଣିନି। ତ ପରମେଶ୍ୱରଙ୍କର ଉଦ୍ଦେଶ୍ୟ କଣ ମାନେ ଏଇ ଭାବବାଣୀ ଦ୍ୱାରା ସେ ଦିଟା ଫୁଲଫିଲମେଣ୍ଟ କରୁଛନ୍ତି। ଗୋଟେ ଫୁଲଫିଲମେଣ୍ଟ ହଉଛି ସେଇ ସମୟରେ ଗୋଟେ ପୁଅ ଜାତ ହେଇଥିଲେ ଯାହାର ନାମ ଇମାନୁଏଲ, ଆଉ ସେଇ ପୁଅକୁ ଏଥିପାଇଁ ଜାତ କରାଗଲା ଯେ ସେ ଗୋଟାଏ ଚିହ୍ନ ହେବେ ଯେ ପରମେଶ୍ୱର ଜୀହୁଦାର ଘଡ଼ି ସନ୍ଧି ମୁହୂର୍ତ୍ତରେ ସେମାନଙ୍କ ସହିତ ଅଛନ୍ତି। ସେଇଟା ଛୋଟ କଣ୍ଟେକ୍ସଟ, ଇମିଡିଏଟ କଣ୍ଟେକ୍ସଟ। କିନ୍ତୁ ବଡ କଣ୍ଟେକ୍ସଟ ଆଉ ଫ୍ୟୁଚରିଷ୍ଟିକ କଣ୍ଟେକ୍ସଟ କଣ ମାନେ ଇମାନୁଏଲ ଯେ ସ୍ୱୟଂ ପରମେଶ୍ୱର ମନୁଷ୍ୟ ରୂପରେ ଏଇ ଜଗତକୁ ଆସିବେ ଆଉ ଏଇ ବଡ ଜଗତର ସମସ୍ୟାରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆସିବେ। ସେତେବେଳକୁ ଈଶ୍ୱର ସେମାନଙ୍କ ସହିତ ରହିକି ସେଇ ସମସ୍ୟା ସମାଧାନ କରିବେ। এইটা হচ্ছে ফিউচারিস্টিক কনটেক্সট। যদি ଆପଣ ମାନେ ଭୁଲିଗଲେ ମୋର ଫୋନ ନମ୍ବର ଆପଣ ମାନେ ଜାଣିଛନ୍ତି, ଆପଣ କଲ୍ କରିପାରିବେ। ଯଦି ବୁଝି ଯାଇଛନ୍ତି ବହୁତ ଭଲ କଥା। 3 ଥର ଇମାନୁଏଲ ଶବ୍ଦ ପ୍ରୟୋଗ କରାଯାଇଛି। ଗୋଟିଏ ଥର ଯିଶାୟ 7:14ରେ, ଆଉ ଗୋଟିଏ ଥର ଯିଶାୟ 8:8ରେ, ପୁଣି ମାଥ୍ୟୁ ସେତେବେଳେ ଯୋଉ କହିଛନ୍ତି 3 ଥର ଇମାନୁଏଲ ଶବ୍ଦ ପ୍ରୟୋଗ କରାଯାଇଛନ୍ତି। ୟାର ଥିଓଲୋଜିକାଲ ମିନିଂ କଣ ମାନେ ଜିହୁଦୀ ଲୋକମାନେ କଣ କହନ୍ତି ମାନେ ଯୀଶୁ ଖ୍ରୀଷ୍ଟ ଯୋଉ ଜନ୍ମ ହେଲେ ତାଙ୍କ ବିଷୟରେ ଯିଶାୟ କହିନାହାନ୍ତି। ଯିଶାୟ ସେଇ 8:8 ଯୋଉ ବାଳକ ଜନ୍ମ ହେଲେ ତାଙ୍କ ବିଷୟରେ କହିଛନ୍ତି।
ଅତଏବ ଏଇ ଭାବବାଣୀ ଯୀଶୁଙ୍କ ପାଇଁ ପ୍ରଯୁଜ୍ୟ ନୁହଁ ବୋଲି କି ଯିହୁଦୀ ସ୍କଲାର ମାନେ କହନ୍ତି। କିନ୍ତୁ ଯିହୁଦୀ ସ୍କଲାର ମାନେ ଜାଣିନାହାନ୍ତି ଯେ ଏଇ ପଦର ଭବିଷ୍ୟତ ବାଣୀ ଅଛି। ୟାର ଫ୍ୟୁଚରିଷ୍ଟିକ ଫୁଲଫିଲମେଣ୍ଟ ହେଇଥିଲା ଯେତେବେଳେ ଯୀଶୁ ଖ୍ରୀଷ୍ଟ ଜନ୍ମଗ୍ରହଣ କରିଥିଲେ। এইটা হচ্ছে ইয়ার থিଓଲୋଜିକାଲ ମିନିଂ। ଆପଣଙ୍କୁ ମୁଁ ଥିଓଲୋଜିକାଲ ମିନିଂ କୋଉ ଦ୍ଵାରା ବୁଝଉଛି, ମାନେ ଯୋଉ ଶବ୍ଦ ଗୁଡାକ ପ୍ରୟୋଗ କରାଯାଇଛି। ଜିସାୟ ଆଲମା ଶବ୍ଦ ୟୁଜ କରୁଛନ୍ତି, କିନ୍ତୁ ମାଥ୍ୟୁ ପାର୍ଥେନସ ଶବ୍ଦ ୟୁଜ କରୁଛନ୍ତି। ଆପଣ ପୁରାତନ ନିୟମରେ ଗୋଟେ ଶବ୍ଦ ଦେଖୁଛନ୍ତି, ନୂତନ ନିୟମରେ ଗୋଟେ ଶବ୍ଦ ଦେଖୁଛନ୍ତି। ଯେ ଭଳି ଭାବେ ଯୀଶୁ ଖ୍ରୀଷ୍ଟ କୁମାରୀ ଗର୍ଭରେ ଜାତ ହେଲେ, ସେ ଭଳି ଭାବେ ଜିସାୟ 8:8 ଇମାନୁଏଲ ଜନ୍ମ ହେଇନାହାନ୍ତି। ଆଉ ଜିସାୟ 8:8 ପରମେଶ୍ୱର ଦେହବନ୍ତ ହେଇନାହାନ୍ତି, ବରଂ ମ୍ୟାଥ୍ୟୁ ଚାପ୍ଟର 123 ପରମେଶ୍ୱର ମନୁଷ୍ୟ ରୂପ ଧାରଣ କରିକି ଆସିଛନ୍ତି। এইটা ହଉଛି ୟାର ଥିଓଲୋଜିକାଲ ମିନିଂ। ଆସନ୍ତୁ ଆମର ଆତ୍ମିକ ଜୀବନ ପାଇଁ କିଛି ଶିଖିବା ପାଇଁ ଚେଷ୍ଟା କରିବୁ এই ଖ୍ରୀଷ୍ଟମାସ ମେସେଜ ଦ୍ୱାରା। এই ଭାବବାଣୀର କଥା କଣ, ମାନେ ଇମାନୁଏଲ ଜନ୍ମ ହେଇଛନ୍ତି। ଇମାନୁଏଲର ଅର୍ଥ ଈଶ୍ୱର ଆମମାନଙ୍କ ସହିତ। ଈଶ୍ୱର ଆମମାନଙ୍କ ସହିତ, ଆମ୍ଭମାନଙ୍କ ସହିତ ପରମେଶ୍ୱର। ଗ୍ରାମାର ଦେଖନ୍ତୁ, ସହିତ ବୋଲି ଯୋଉ ପ୍ରପୋଜିସନ ଅଛି, ପରମେଶ୍ୱର ଆମର ବିରୋଧୀ ନୁହନ୍ତି, ଆମ ଠାରୁ ଦୂରେ ନୁହନ୍ତି, ଆମମାନଙ୍କ ସହିତ ହେବା ପାଇଁ ସେ ଆସିଛନ୍ତି। ଖ୍ରୀଷ୍ଟମାସ ର ମେସେଜ କଣ, ମାନେ ସ୍ୱୟଂ ପ୍ରଭୁ ମାନଙ୍କର ପ୍ରଭୁ, ରାଜା ମାନଙ୍କର ରାଜା ସ୍ୱର୍ଗରେ ରହିକି ମୁଁ ତୁମର ସମସ୍ୟା ସମାଧାନ କରିବି ବୋଲି କହୁନାହାନ୍ତି, ବରଂ ଆମ ମାନଙ୍କ ସହିତ ହେବା ପାଇଁ ଆସିଛନ୍ତି। এইটা ବି ଟିକେ ବ୍ରଡ କଣ୍ଟେକ୍ସଟ। କେତେ ବର୍ଷ ହେଲା ଆମେ ଶୁଣୁଛୁ ଈଶ୍ୱର ଆମମାନଙ୍କ ସହିତ, ଆମମାନଙ୍କ ସହିତ, ଆମମାନଙ୍କ ସହିତ। 2025 ମସିହାର 25 ତାରିଖ ଆଜି, 2025 ମସିହା ଡିସେମ୍ବର 25 ତାରିଖ ଆଜି। ଆପଣ କି ବ୍ୟକ୍ତିଗତ ଭାବେ କହିବେ ଯେ ଇମାନୁଏଲର ଅର୍ଥ ଈଶ୍ୱର ମୋ ସହିତ ବୋଲି? ଆଉ ଯେବେ ଯାଏ ଆପଣ ଏଇଟା କହିପାରୁନାହାନ୍ତି, ତେବେ ଯାଏ ଖ୍ରୀଷ୍ଟମାସର ମୂଲ୍ୟ ଆପଣଙ୍କ ଜୀବନରେ ସଫଳ ହେଇପାରିବ ନାହିଁ। ଓକେ, ଏହେତୁ ପ୍ରଭୁ ଆପେ ମତେ ଏକ ଚିହ୍ନ ଦେବେ, ଦେଖ ଏକ କନ୍ୟା ଗର୍ଭବତୀ ଏକ ପ୍ରସବ କରିବ, ତାହାର ନାମ ଇମାନୁଏଲ, ମୋ ସହିତ ଈଶ୍ୱର ବୋଲିକି ଆପଣ କହିପାରିବେ। ପ୍ରିୟମାନେ, ସେ ଆମ୍ଭମାନଙ୍କ ସହିତ ଈଶ୍ୱର ପାଇଁ ସାମୂହିକ ଭାବେ ତ ଆସିଛନ୍ତି, କିନ୍ତୁ ତାଙ୍କର ଗୋଟେ ଲଙ୍ଗିଙ୍ଗ ଅଛି, ତାଙ୍କର ଗୋଟେ ଡିଜାୟାର ଅଛି ଯେ ବ୍ୟକ୍ତିଗତ ଭାବେ ସେ ଆପଣଙ୍କ ସହିତ ଈଶ୍ୱର ହେବା ପାଇଁ ଚାହାନ୍ତି, ମୋ ସହିତ ଈଶ୍ୱର ହେବା ପାଇଁ ଚାହାନ୍ତି। ଆମେ ଯଦି ତାଙ୍କୁ ଏଲାଉ କରୁ, ଆମ ଜୀବନର 4ଟି ଏରିଆରେ ସେମାନଙ୍କର ସହିତ ଇମାନୁଏଲ ହେବା ପାଇଁ ଚାହୁଁଛନ୍ତି। ମୁଁ ଗୋଟିଏ ଏରିଆ କହିକି ସାଙ୍ଗେ ସାଙ୍ଗେ ସମାପ୍ତ କରିବା ପାଇଁ ଚାହିଁବି। ପ୍ରଥମେ ଆମର ସେବା କାର୍ଯ୍ୟରେ ସେମାନଙ୍କ ସହିତ ଇମାନୁଏଲ ହେବା ପାଇଁ ଚାହାନ୍ତି। ଆମର ସେବା କାର୍ଯ୍ୟରେ ସେମାନଙ୍କର ଈଶ୍ୱର ହେବା ପାଇଁ ଚାହାନ୍ତି। ପ୍ରିୟମାନେ, ଆମମାନଙ୍କ ମଧ୍ୟରୁ ଅନେକ ଲୋକ ଆମମାନେ ସେବା କାର୍ଯ୍ୟରେ ଅଛୁ, ଆଉ ପରମେଶ୍ୱରଙ୍କର ସେବା କାର୍ଯ୍ୟ କରିବା ଏତେ ସହଜ ନାହିଁ। ଅବଶ୍ୟ ଅନେକ ଅଛନ୍ତି ଯୋଉମାନେ ସେଲ୍ଫ ଆପଏଣ୍ଟେଡ ସର୍ଭେଣ୍ଟ ଅଫ ଗଡ, ଯେଉଁମାନଙ୍କୁ ପ୍ରଭୁ କେବେ ହିଁ ଡାକି ନାହାନ୍ତି ସେବା କରିବା ପାଇଁ, ସେଇମାନେ ବି ସେବା କରୁଛନ୍ତି। କିନ୍ତୁ ସେଇ ପ୍ରକାର ଲୋକମାନଙ୍କର ଇମାଜିଛନ୍ତି ସେମାନଙ୍କର ସହିତ ଈଶ୍ୱର ସେ ଅଟନ୍ତି। ଆଉ ପରମେଶ୍ୱରଙ୍କର ସେବା କରିବା ଏତେ ଇଜି ନୁହଁ। ମନୁଷ୍ୟ ଭାବେ ଆପଣ ଯେକୌଣସି ଚାକିରି କରିପାରିବେ, ଆଉ ସମସ୍ତ କାର୍ଯ୍ୟ ଆପଣ ସ୍କିଲ ଡେଭଲପମେଣ୍ଟ କରିବା ଦ୍ୱାରା କରିପାରିବେ, କିନ୍ତୁ ଈଶ୍ୱରଙ୍କର କାର୍ଯ୍ୟ ଏତେ ସହଜ ନୁହଁ। ଯେଉଁମାନେ ବିଶ୍ୱସ୍ତ ଭାବେ ପରମେଶ୍ୱରଙ୍କର ଆହ୍ୱାନକୁ ଗ୍ରହଣ କରିକି ପ୍ରଭୁଙ୍କର ସେବା କରୁଛନ୍ତି, ସେମାନେ ଅଙ୍ଗେ ଅଙ୍ଗେ ନିଭଉଛନ୍ତି ଯେ ପରମେଶ୍ୱରଙ୍କର ସେବାରେ କେତେ ଟଫ୍ ଅଛି, କେତେ କଠିନ ଅଛି। ତଥାପି ଆମେ ପ୍ରତ୍ୟେକ ସେବକ ମାନଙ୍କ ପାଇଁ ଗୋଟେ ଆଶ୍ୱାସନା ଯେ ସେ ଆମମାନଙ୍କର ଇମାନୁଏଲ ଅଟନ୍ତି, ଆମମାନଙ୍କର ସହିତ ଅଟନ୍ତି। ଯେତେବେଳେ ପ୍ରଥମ ଥର କରି ମୂଷାଙ୍କୁ ସେ ଆହ୍ୱାନ କରିଛନ୍ତି ସେବା କାର୍ଯ୍ୟ ପାଇଁ, ମୂଷାଙ୍କୁ ଡାକିଲେ ଆଉ କହିଲେ ତମେ ମିଶର ଦେଶକୁ ଯିବ ଆଉ ଫାରୋଙ୍କୁ ଏଇ କଥା ସବୁ କହିବ। ଯେତେବେଳେ ମୂଷା ଏଇ ସମସ୍ତ କଥା ଶୁଣିଲେ, ସେ ଡରିଗଲେ, ଅମନ ହେଲେ, ନିଜକୁ ନୀଚ ଆଉ ତୁଚ୍ଛ ବୋଲି ଭାବିଲେ, ଆଉ କହିଲେ ପ୍ରଭୁ ମୁଁ କେମିତି କହିପାରିବି, ମତେ ତ କଥା ହେବାଟା ବୁଝୁନି, ମୋର ପାଟି ଖୋଲୁନି ପ୍ରଭୁ, ମୁଁ କେମିତି କହିବି?
ଅନନ୍ତର ମୂଷା ସଦାପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଏ ସମୟ ପୂର୍ବରେ ଅବା ଆପଣ ନିଜ ଦାସ ସହିତ ଆଳାପ କଲା ଉତ୍ତାରେ ମୁଁ ବାକ୍ୟପତି ନୁହେଁ ବୋଲି, ଆଇ ଏମ୍ ନା ଗୁଡ୍ ସ୍ପିକର, ମୁଁ ଭଲ କହିବା ଲୋକ ନାହିଁ ପ୍ରଭୁ, ମାତ୍ର ମୁଁ ବାକ୍ୟରେ ଧୀର ଓ ଜଡ଼ ଜୀବ ଅଟେ ବୋଲି ସେ କହୁଛନ୍ତି। ତହିଁରେ ସଦାପ୍ରଭୁ ତାଙ୍କୁ କହିଲେ, ମନୁଷ୍ୟର ମୁଖ କିଏ ନିର୍ମାଣ କରିଅଛନ୍ତି? ପୁଣି ମନୁଷ୍ୟକୁ ମୁକ ବା ବଧିର ବା ଦୃଷ୍ଟି ବିଶିଷ୍ଟ କିଏ ବା ଦୃଷ୍ଟିହୀନ କିଏ କରାଇ? ଆମ୍ଭେ ସଦାପ୍ରଭୁ କି ତାହା ନ କରୁ? ତାପରେ ସେ କହୁଛନ୍ତି, ଏଣୁ ଏବେ ଯାଅ, ଆମ୍ଭେ ତୁମ୍ଭ ମୁଖର ସହବର୍ତ୍ତୀ ବୋଲି ସେ କହୁଛନ୍ତି। Emmanuel was with the mouth of Moses. ସେ ମୂଷାଙ୍କର ମୁଖର ସହବର୍ତ୍ତୀ ଥିଲେ ପ୍ରିୟମାନେ। ଆଉ ଠିକ ମୂଷା ଯେତେବେଳେ ଗଲେ, ସେ ସମସ୍ତ କାମ ସଫଳ ହେଲା। ଯେଉଁମାନେ ପ୍ରଭୁଙ୍କର ସେବା କାର୍ଯ୍ୟରେ ଅଛନ୍ତି ସେମାନେ ଜାଣିଛନ୍ତି ଯେ ପ୍ରଭୁଙ୍କର ସେବା କାର୍ଯ୍ୟ ବହୁତ ଟଫ୍, କିନ୍ତୁ ଆମମାନେ ସେବା କାର୍ଯ୍ୟକୁ ଏନ୍ଜୟ କରୁଛୁ ଆତ୍ମିକ ଭାବେ ଏଇଥିପାଇଁ କାରଣ ସେ ଆମର ସେବା କାର୍ଯ୍ୟରେ ଆମମାନଙ୍କର ସହବର୍ତ୍ତୀ ଅଟନ୍ତି, ଆମମାନଙ୍କର ସହିତ ଈଶ୍ୱର ଅଟନ୍ତି। ମୂଷା ଯେତେବେଳେ ତାଙ୍କର ନେତୃତ୍ୱ ସମାପ୍ତ କଲେ, ପରମେଶ୍ୱର ଆଉ ଜଣେ ନେତାଙ୍କ ବାହାର କଲେ ଯାହାଙ୍କର ନାମ ଜିହୋଶିଓ ଅଟେ। ଜିହୋଶିଓଙ୍କୁ ଏତେ ବଡ଼ ଦାୟିତ୍ୱ ପ୍ରଭୁ ତାଙ୍କର ସେବା କାର୍ଯ୍ୟରେ ଦେଲେ, ଆଉ ସେତେବେଳେ ନିଶ୍ଚିତ ଭାବେ ଜିହୋଶିଓ ଡରି ଯାଇଥିଲେ। ସେତେବେଳେ ଜିହୋଶିଓକୁ ଗୋଟେ କଥା କୁହାଯାଉଛି, ଜିହୋଶିଓ 1:9, ଆମ୍ଭେ କି ତୁମକୁ ଆଜ୍ଞା ଦେଇନାହୁଁ, ବଳବାନ ଓ ସାହସିକ ହୁଅ, ତ୍ରାସଯୁକ୍ତ ହୁଅ ନାହିଁ କି ହତାଶ ହୁଅ ନାହିଁ, କାରଣ ତୁମ୍ଭେ ଯେଉଁଆଡ଼େ ଯିବ ସଦାପ୍ରଭୁ ତୁମ ପରମେଶ୍ୱର ତୁମ୍ଭର ସଙ୍ଗୀ ହେବେ। ପ୍ରିୟମାନେ, ଇମ୍ମାନୁଏଲ ର ଅର୍ଥ ଈଶ୍ୱର ଆମମାନଙ୍କ ସହିତ। ଫାର୍ଷ୍ଟ କଥା ଆମେ କ'ଣ ଡିସ୍କସ୍ କରୁଛୁ, ମାନେ ଆମେ ଯେତେ ଜଣ ପ୍ରଭୁଙ୍କର ସେବାରେ ଅଛୁ ଆମେ ଏକାକୀ ନୁହଁ, ଆମର ଲାଇଫକୁ ସେ ଏକାକୀ କରିନାହାନ୍ତି। ଆପଣ ଯୋଉଠି ବି ସେବା କରୁଥାନ୍ତୁ ନା କାହିଁକି, ସେ ଆପଣଙ୍କ ସହିତ ଅଛନ୍ତି। ଆପଣ ଏକଲା କଲା ବେଳକୁ ବହୁତ କଷ୍ଟ ହବ ପ୍ରିୟମାନେ, କିନ୍ତୁ ସେ ଆପଣଙ୍କ ସହିତ ଅଛନ୍ତି। ମୂଷାଙ୍କ ସହିତ ସେଦିନ ପରମେଶ୍ୱର ନଥିଲେ ମୂଷାଙ୍କ ପାଇଁ ସେଟା ବହୁତ କଷ୍ଟର ବିଷୟ ହେଇଥାନ୍ତା, କିନ୍ତୁ ପରମେଶ୍ୱର ସ୍ୱୟଂ ଇମ୍ମାନୁଏଲ ତାଙ୍କ ସାଙ୍ଗରେ ରହିଥିଲେ, ସେଥିପାଇଁ କାମ ଇଜି ହେଇଗଲା ତାଙ୍କ ପାଇଁ, ଜିହୋଶିଓଙ୍କ ପାଇଁ ଇଜି ହେଇଗଲା। ମୁଁ ଖାଲି ଏଇଟା ରେଫରେନ୍ସ କହୁଛି ଆପଣମାନଙ୍କୁ, କିନ୍ତୁ ଅନେକ ପ୍ରଭୁଙ୍କର ଦାସ ମାନେ ଆମେ ସମସ୍ତେ ଅଙ୍ଗେ ଅଙ୍ଗେ ନିଭଉଛୁ ଯେ ସେ ଆମମାନଙ୍କର ଇମ୍ମାନୁଏଲ, ଆମମାନଙ୍କର ସେବା କାର୍ଯ୍ୟରେ। ଦ୍ୱିତୀୟ ବିଷୟ ହେଲା, ଆମର ସଂଘର୍ଷରେ ସେ ଆମମାନଙ୍କର ଈଶ୍ୱର ଅଟନ୍ତି। ଆମମାନଙ୍କର ଜୀବନର ସଂଘର୍ଷରେ ସେ ଆମମାନଙ୍କର ଈଶ୍ୱର ଅଟନ୍ତି। ଆଜି ଯେତେ ଲୋକ ଏଠାରେ ଆମେ ଯୋଡ଼ିଛୁ, କେହି ଜଣେ ବି କହିପାରିବେ କି ମୋ ଜୀବନରେ ସଂଘର୍ଷ ନାହିଁ ବୋଲି, କେହି ଜଣେ ହେଲେ କହିବେ କି ମୋ ଜୀବନରେ ପ୍ରୋବ୍ଲେମ ନାହିଁ ବୋଲି, କେହି ବି କହିପାରିବେନି। ଆମ ଜୀବନର ସମସ୍ୟା ସମୁଦ୍ରର ତରଙ୍ଗ ସଦୃଶ, ଥରେ ଢେଉ ଆସିଲେ ପୁଣି ଥରେ ଆସିବ, ପୁଣି ଥରେ ଆସିବ, ପୁଣି ଥରେ ଆସିବ। ଆପଣ ମାନେ ଜାଣିଥିବେ ଜୀବନରେ ଯେତେବେଳେ ଗୋଟାଏ ସମସ୍ୟା ଆସେ ଆପଣ ଭାବୁଥିବେ ଯେ ଏଇ ସମସ୍ୟାକୁ ମୁଁ ଭଲ ଭାବେ ସମାପ୍ତ କରିଦେବି, ଆଉ ସମାପ୍ତ ହେଲା ପରେ ଆପଣଙ୍କୁ ଭଲ ଲାଗିବ ମୁଁ ରିଲାକ୍ସ ଅଛି ବୋଲିକି, କିନ୍ତୁ ଆପଣ ଜାଣିପାରିବେ ନାହିଁ ଆଉ ଗୋଟାଏ ସମସ୍ୟା ଆସି ପହଞ୍ଚିବ, ଏଇଟା ଯିବା ପୂର୍ବରୁ ଆଉ ଗୋଟାଏ ସମସ୍ୟା ଆସି ପହଞ୍ଚିବ। ପ୍ରଭୁଙ୍କର ଲୋକମାନେ ଦୟାକରି ମନେ ରଖନ୍ତୁ, ଆମମାନଙ୍କର ଜୀବନରେ ସମସ୍ୟା ହିଁ ସମସ୍ୟା ଭରିଛି, ସମସ୍ୟା ହିଁ ସମସ୍ୟା ଭରିଛି। ମନୁଷ୍ୟ ଜୀବନରେ ସଂଘର୍ଷ ଅଛି, ଆଉ ଏଇ ସଂଘର୍ଷ ଆମମାନଙ୍କର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆମମାନଙ୍କର ସାଥ ରହିବ। କିନ୍ତୁ ସାନ୍ତ୍ୱନାର କଥା କ'ଣ, ମାନେ ଆମର ଏଇ ସଂଘର୍ଷ ଭରା ଜୀବନରେ ସେ ଆମମାନଙ୍କର ଇମ୍ମାନୁଏଲ ଅଟନ୍ତି, ଆମମାନଙ୍କର ସହିତ ଈଶ୍ୱର ଅଟନ୍ତି, ସେ ଆମମାନଙ୍କୁ କେବେ ବି ଛାଡ଼ନ୍ତି ନାହିଁ। ଦୟାକରି ମନେ ରଖନ୍ତୁ, ଯୋଉମାନେ ତାଙ୍କର ସେମାନଙ୍କର ଇମ୍ମାନୁଏଲ ଅଟନ୍ତି। ସେଦିନ ଜିସାୟଙ୍କୁ ସେ କହୁଛନ୍ତି, ତୁମ୍ଭେ ଜିସାୟ 43:2, ତୁମ୍ଭେ ଜଳ ମଧ୍ୟ ଦେଇ ଯିବା ବେଳେ ଆମ୍ଭେ ତୁମ୍ଭର ସଙ୍ଗୀ ହେବା, ନଦ ନଦୀ ମଧ୍ୟରେ ଗମନ କଲେ ସେ ସବୁ ତୁମକୁ ମଗ୍ନ କରିବ ନାହିଁ, ତୁମେ ଅଗ୍ନି ମଧ୍ୟରେ ଗମନ କରିବା ବେଳେ ଦଗ୍ଧ ନହେବ, କିମ୍ବା ଅଗ୍ନିଶିଖା ତୁମର ଦାହ ଜନ୍ମାଇବ ନାହିଁ। ଏଠି ତିନିଟା ଜିନିଷ କହୁଛନ୍ତି ପରମେଶ୍ୱର, ତିନିଟା ଜିନିଷ ସେ କହୁଛନ୍ତି, ଗୋଟେ ଜଳ, ଗୋଟାଏ ନଦୀ ଆଉ ଅଗ୍ନି। ପ୍ରିୟମାନେ, ସେ କ'ଣ ଆଶ୍ୱାସନା ଦଉଛନ୍ତି, ମାନେ ତୁମେ ଯଦି ଜଳ ଦେଇ ଯାଉଛ ମୁଁ ତମ ସାଙ୍ଗରେ ଅଛି, ଜଳ ତୁମକୁ ମଗ୍ନ କରିବ ନାହିଁ, ତୁମେ ନଦୀ ଦେଇ ଗଲା ବେଳେ ବି ଡରିବନି,
ଅଗ୍ନି ଦେଇ ଗମନ କଲେ ବି ଅଗ୍ନି ତୁମକୁ ଗ୍ରାସ କରିବ ନାହିଁ, ଭୟ କର ନାହିଁ। କଣ ପାଇଁ ନା ମୁଁ ତମମାନଙ୍କ ସାଙ୍ଗରେ ଅଛି, ମୁଁ ଇମାନୁଏଲ ଅଟେ, ମୁଁ ତମ ସହିତ ଈଶ୍ୱର ଅଟେ। ଏଠାରେ ଜଳ, ନଦୀ ଆଉ ଅଗ୍ନି ଯୋଉ ତିନୋଟି ଶବ୍ଦ ବ୍ୟବହାର କରାଯାଇଛି, ୟାର ତିନୋଟି ଅର୍ଥ ଅଛି। ସାଙ୍କେତିକ ଭାବେ ଏଇ ୱାର୍ଡ ଗୁଡାକ ୟୁଜ କରାଯାଏ। ଜଳ କହିଲେ ବିଶୃଙ୍ଖଳାର ଅବସ୍ଥା। ଓକେ, ଆମଙ୍କର ଜୀବନ ଏଇ ପ୍ରକାର ଗୋଟାଏ ରାସ୍ତା ଦେଇ ଯାଇଥାଏ, ବେଳେ ବେଳେ ଆମେ ବେଶୀ ବିଶୃଙ୍ଖଳିତ ହେଇଯାଇଥାଉ, ଆମେ କେଓଟିକ ଲାଇଫରେ ପ୍ରବେଶ କରିଥାଉ, ଆମକୁ ଜଣା ପଡେ ନା ଆମେ କଣ କରିବୁ କଣ ନାହିଁ। ଓକେ, ଆମେ ବ୍ୟତିବ୍ୟସ୍ତ ହେଇଯାଇଥାଉ। ପ୍ରିୟମାନେ, ଯଦି ଆପଣ ପ୍ରଭୁଙ୍କୁ ଜାଣିଛନ୍ତି, ପ୍ରଭୁ ଆଜି ସେଇ ଇମାନୁଏଲ ଶବ୍ଦ ଦ୍ଵାରା ଆପଣଙ୍କୁ ଆଶ୍ୱାସନା ଦେବା ପାଇଁ ଚାହୁଁଛନ୍ତି ଯେ ତମେ ସେମିତି ଜୀବନ ଦ୍ଵାରା ଗଲେ ମଧ୍ୟ ବ୍ୟସ୍ତ ହୁଅନି, ମୁଁ ତମ ସାଙ୍ଗରେ ଅଛି। ଇମାନୁଏଲ ଆମର ସହିତ ହେଲେ, ଇମାନୁଏଲ ଆମର ସହିତ ହେଲେ ବୋଲି ପ୍ରତି ଖ୍ରୀଷ୍ଟମାସରେ ଆମେ କହୁଛୁ, କିନ୍ତୁ ଆମେ ବ୍ୟକ୍ତିଗତ ଭାବେ କହିପାରିବା କି ଯେ ମୋ ଜୀବନରେ ଏମିତି ଗୋଟେ ସଙ୍କଟ ଥିଲା, ସେଇ ସମୟରେ ସେ ଇମାନୁଏଲ ମୋ ସହିତ ଠିଆ ହେଇଥିଲେ ବୋଲିକି କହିବେ କି ଆପଣ? ଆପଣ ଏଇ ଯୋଉ ଝଡ ଝଞ୍ଜା ସଦୃଶ୍ୟ ଜଳ ଦେଇକି ଗମନ କଲା ବେଳେ ପରମେଶ୍ୱର ଅକସ୍ମାତ ଆପଣଙ୍କ ସହିତ ରହି କହିଲେ, ହେ ମୋର ଦାସ ମୋର ଦାସୀ, ବ୍ୟସ୍ତ ହୁଅ ନାହିଁ, ମୁଁ ତୁମ ସାଙ୍ଗରେ ଅଛି। ସେମିତି କହିବା ପାଇଁ ସେ ମନୁଷ୍ୟ ରୂପ ଧାରଣ କରିଛନ୍ତି। ସେ ଆମମାନଙ୍କ ସହିତ ଈଶ୍ୱର ଅଟନ୍ତି। ନଦୀର ଅର୍ଥ ଆମମାନଙ୍କର ଜୀବନ ଯେତେବେଳେ କ୍ଷିପ୍ର ଗତିରେ ଯାଏ, ଆମମାନଙ୍କୁ ଜଣା ପଡେ ନାହିଁ କଣ କରିବା କଣ ନ କରିବା, ସେଇ ସମୟକୁ ନଦୀର ସଂକେତ ଦିଆଯାଏ। ଆପଣଙ୍କର ଜୀବନ ଯଦି ଅସ୍ତବ୍ୟସ୍ତ ଅବସ୍ଥାରେ ଚାଲିଛି, ପ୍ରିୟମାନେ, ଆପଣଙ୍କର ଜୀବନ ଯଦି ଅତି ଅସ୍ତବ୍ୟସ୍ତରେ ଚାଲିଛି, ବ୍ୟସ୍ତ ହୁଅନ୍ତୁ ନାହିଁ। ସେଦିନ ଯେଭଳି ଭାବେ ସାନ୍ତ୍ୱନାର ବାକ୍ୟ ଦେଇଥିଲେ, ଆଜି ବି ସେ ଇମାନୁଏଲ ସାଜିକି ଆମମାନଙ୍କୁ ସାନ୍ତ୍ୱନା ଦଉଛନ୍ତି। ତୃତୀୟ ବିଷୟ ହଉଛି ଅଗ୍ନି। ଅଗ୍ନି ଆପଣ ମାନେ ଜାଣିଛି, ଅଗ୍ନି ହଉଛି କ୍ଷତି ଆଉ ଭୟର ନିଦର୍ଶନ। ଆମମାନଙ୍କ ଜୀବନରେ ଆମେ ଅନେକ ପରିସ୍ଥିତିରେ କ୍ଷତି ଆଉ ଭୟର ସାମ୍ନା କରିଥାଉ, କିନ୍ତୁ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ଯଦି ପ୍ରକୃତରେ ପ୍ରଭୁଙ୍କୁ ଜାଣିଛନ୍ତି, ଯଦି ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିଛନ୍ତି, ବ୍ୟସ୍ତ ହୁଅନ୍ତୁ ନାହିଁ। ସେ ଆପଣଙ୍କର ଇମାନୁଏଲ ସାଜିକି ଆସିଛନ୍ତି। ଯୋଉ ସମୟରେ ଆପଣଙ୍କ ଜୀବନର କ୍ଷତି ଆସେ ଆଉ ଯେତେବେଳେ ଆପଣ ଭୟଗ୍ରସ୍ତ ହେଇଯାଆନ୍ତି, ସେ ପ୍ରତିଜ୍ଞା କରୁଛନ୍ତି ଯେ ସେ ଆପଣଙ୍କ ସହିତ ରହିବେ, ମୋ ସହିତ ରହିବେ। ଓକେ, ଆମେ କେମିତି ଜାଣୁଛୁ ଯେ ସେ ଇମାନୁଏଲ? ଆମର ସେବା କାର୍ଯ୍ୟ ଦ୍ଵାରା ଆମେ ଜାଣୁ ଯେ ସେ ଇମାନୁଏଲ ଅଟନ୍ତି। ଆମର ଜୀବନର ସଂଘର୍ଷ ଦ୍ଵାରା ଆମେ ଜାଣୁ ଯେ ସେ ଆମ ମାନଙ୍କର ସହିତ ଈଶ୍ୱର ଅଟନ୍ତି। ତୃତୀୟ ବିଷୟ, ପ୍ରିୟମାନେ, ଆମମାନଙ୍କର ଲୁହ ଭରା ପରିସ୍ଥିତିରେ ମଧ୍ୟ ସେମାନଙ୍କର ସହିତ ଈଶ୍ୱର ଅଟନ୍ତି। ଆଜି ଅନେକ ଲୋକ ଖ୍ରୀଷ୍ଟମାସ ଦିନରେ ଅଛନ୍ତି ଯୋଉମାନେ ଦୁଃଖରେ ଅଛନ୍ତି, ସେମାନଙ୍କର ଆଖି ଅଶ୍ରୁରେ ଭରି ଯାଇଛି, କାରଣ ଅତି ନିକଟରେ ସେମାନେ ନିଜର ପ୍ରିୟ ଲୋକମାନଙ୍କୁ ହରେଇଛନ୍ତି। ଆଜି ଅନେକ ପରିବାରରୁ ତାଙ୍କର ପ୍ରିୟଜନ ମାନେ ଚାଲି ଯାଇଛନ୍ତି। ଆଜି ଦୁନିଆ ତ ଏନ୍ଜୟ କରୁଛି, କିନ୍ତୁ ଅନେକ ଲୋକ ଦୁଃଖରେ ଅଛନ୍ତି ତାଙ୍କର ପ୍ରିୟ ଲୋକମାନଙ୍କୁ ସ୍ମରଣ କରି। ଅନେକ ଲୋକ ନୂଆ କପଡା, ପିଠା ପଣା, ମ୍ୟୁଜିକ, ଡିଜେ ଏନ୍ଜୟ କରୁଛନ୍ତି, କିନ୍ତୁ ଦେଖନ୍ତୁ ଗାଁରେ ଅନେକ ପରିବାର ଅଛି ଯୋଉମାନେ ଆଜି ତାଙ୍କର ନିଜର ଲୋକମାନଙ୍କୁ ମନେ ପକେଇକି ଦୁଃଖରେ ଅଛନ୍ତି। ଆଶ୍ରୁ ଭରା ଆଖିରେ ସେମାନେ ଭରିଛନ୍ତି। ଆଉ ଏମିତି ଅନେକ ଲୋକ ଅଛନ୍ତି, ଆଜି ଦୁନିଆ ତ ଏନ୍ଜୟ କରୁଛି, କିନ୍ତୁ ସେମାନଙ୍କର ଲୋକମାନେ ଆଇସିୟୁରେ ଅଛନ୍ତି, ହସ୍ପିଟାଲରେ ଅଛନ୍ତି, ବଡ ବଡ ରୋଗ ବେମାରରେ ଅଛନ୍ତି, ସେମାନେ ବହୁତ ଦୁଃଖ କଷ୍ଟରେ ଅଛନ୍ତି। କିନ୍ତୁ ପ୍ରିୟମାନେ, ସେଇଭଳି ଲୋକମାନଙ୍କ ପାଇଁ ପରମେଶ୍ୱର କହୁଛନ୍ତି, ମୁଁ ତମମାନଙ୍କର ଇମାନୁଏଲ ଅଟେ। ଆଜି ଆପଣ ମାନେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ବ୍ୟସ୍ତ ହୁଅନ୍ତୁ ନାହିଁ। ପରିସ୍ଥିତି ଯାହା ବି ହଉ, ପ୍ରଭୁ ଆଜି ଆପଣଙ୍କର ଇମାନୁଏଲ ସାଜି ଆପଣଙ୍କୁ ସାନ୍ତ୍ୱନା ଦେବା ପାଇଁ ଚାହୁଁଛନ୍ତି। ଆପଣଙ୍କର ଲୁହ ଯୀଶୁଙ୍କ ପାଇଁ ନୂଆ ନୁହଁ। ଯଦିଓ ସେ ସ୍ୱର୍ଗରେ ଥିଲେ ସେ କେବେ କାନ୍ଦି ନାହାନ୍ତି, କିନ୍ତୁ ଯେତେବେଳେ ମନୁଷ୍ୟ ରୂପରେ ଥିଲେ ସେ 3 ଥର କାନ୍ଦିଛନ୍ତି। ପ୍ରଥମ ଥର ସେ ଯେତେବେଳେ ଜିହୁଦାକୁ ଦେଖିଲେ ବା ଜେରୁସାଲାମକୁ ଦେଖିଲେ, ସେଇ ଟାଇମରେ ସେ କାନ୍ଦିଛନ୍ତି। ତାଙ୍କର ପ୍ରିୟ ସାଙ୍ଗ ଲାଜାର ଯେତେବେଳେ ମୃତ୍ୟୁବରଣ କଲେ, ସେତେବେଳେ ସେ କାନ୍ଦିଲେ। ଆଉ ସେ ଗେଥସେମନି ବଗିଚାରେ ମଧ୍ୟ କାନ୍ଦିଛନ୍ତି। ପରମେଶ୍ୱର ଯେ ଯାହା ସବୁବେଳେ ଯେ ଆନନ୍ଦିତ ପରମେଶ୍ୱର, ଯେତେବେଳେ ସେ ମୋ ପାଇଁ ଆପଣଙ୍କ ପାଇଁ ମନୁଷ୍ୟ ରୂପ ଧାରଣ କଲେ, ଆଶୁ କଣ ସେ ଜାଣିଛନ୍ତି, ଲୁହ କଣ ସେ ଜାଣିଛନ୍ତି। ଆଉ କେବଳ ସେ ଜାଣିଛନ୍ତି ଯେ ତାହା ନୁହଁ, ତାଙ୍କର ପ୍ରିୟ ଲୋକମାନେ ଯେତେବେଳେ ଆଶ୍ରୁ ଭରା ଲୁହ ଭରା ହେଇ ରହନ୍ତି, ସେମାନଙ୍କୁ ଶାନ୍ତି ସାନ୍ତ୍ୱନା ଦେବା ପାଇଁ ସେ 24/7 ରେଡି ଅଟନ୍ତି। ଆଜି ଯଦି ଆପଣ ଯେକୌଣସି ପରିସ୍ଥିତିରୁ ଦୁଃଖରେ ଅଛନ୍ତି,
ଆପଣଙ୍କର ଆଖିରେ ଯଦି ଲୁହ ଅଛି, ଲୁହ ପୋଛି ଦିଅନ୍ତୁ, କାରଣ ସେ ଆପଣଙ୍କର ସହିତ ଈଶ୍ୱର ଅଟନ୍ତି। ଏହି ପରିପ୍ରେକ୍ଷୀରେ ସେ ଆପଣଙ୍କର ଇମାନୁଏଲ ହେବା ପାଇଁ ଚାହୁଁଛନ୍ତି। ଆଜି ଗିର୍ଜାରେ ବଡ ପେଣ୍ଡାଲ ହବ, ବଡ ଡେକୋରେସନ ହବ, ଲୋକମାନେ ବଢିଆ ବଢିଆ କପଡା ପିନ୍ଧି ଗୀତ ଗାଇ ନାଚିଲା ବେଳକର ଲୋକମାନଙ୍କର ହିଁ ଇମାନୁଏଲ ନୁହନ୍ତି। ସେ ଯୋଉମାନେ ହସ୍ପିଟାଲ ବେଡରେ ଅଛନ୍ତି, ଯୋଉମାନେ ଦୁଃଖରେ ଘରେ କୋଣେ ପଡିଛନ୍ତି, ସେମାନଙ୍କର ମଧ୍ୟ ଇମାନୁଏଲ ଅଟନ୍ତି। ସେ ଆଜି ଆପଣଙ୍କର ଲୁହ ପୋଛିବା ପାଇଁ ଚାହାନ୍ତି, କାରଣ ଦୁଃଖ କଣ ଲୁହ କଣ ସେ ଜାଣିଛନ୍ତି। ଶେଷରେ ଭେରି ଇମ୍ପୋର୍ଟାଣ୍ଟ ଥିଙ୍ଗ, ସେ ଆମମାନଙ୍କର ସେବାରେ ଆମମାନଙ୍କର ସହିତ ଈଶ୍ୱର ଅଟନ୍ତି। ସେ ଆମମାନଙ୍କର ସଂଘର୍ଷରେ ଆମମାନଙ୍କର ସହିତ ଈଶ୍ୱର ଅଟନ୍ତି। ସେ ଆମମାନଙ୍କର ଦୁଃଖ ସମୟରେ ଆମମାନଙ୍କର ଈଶ୍ୱର ଅଟନ୍ତି। ତା ଛଡା ଆମମାନଙ୍କର ପତନ ଅବସ୍ଥାରେ ହିଁ ଆମମାନଙ୍କୁ ସାନ୍ତ୍ୱନା ଦେବା ପାଇଁ, ଆମମାନଙ୍କୁ ଉଦ୍ଧାର କରିବା ପାଇଁ, ଆମମାନଙ୍କର ପାପରୁ ଆମମାନଙ୍କୁ ମୁକ୍ତି ଦେବା ପାଇଁ ସେ ଆମମାନଙ୍କର ସହିତ ଈଶ୍ୱର ହେବା ପାଇଁ ଆସିଲେ। ମାଥ୍ୟୁ 1:21ରେ କୁହାଗଲା, ସେ ପୁତ୍ର ପ୍ରସବ କରିବେ ଆଉ ତୁମେ ତାହାଙ୍କର ନାମ ଯୀଶୁ ଦେବ। ଯୀଶୁଙ୍କର ଅର୍ଥ ଜେହୋବା ସେଭ୍ସ। ଜେହୋବା ସେଭ୍ସ ମାନେ ଜେହୋବା ଉଦ୍ଧାର କରନ୍ତି, ଯୀଶୁଙ୍କର ନାମ। ଓକେ, ସେ ପୁତ୍ର ପ୍ରସବ କରିବେ ଆଉ ତୁମେ ତାଙ୍କର ନାମ ଯୀଶୁ ଦବ। ତାର ଅର୍ଥ ଆପଣ ଜାଣିଲେ ଯେ ପରମେଶ୍ୱର ଉଦ୍ଧାର କରନ୍ତି, ଆଉ ସେଇ ଉଦ୍ଧାରକାରୀ ଇମାନୁଏଲ ସାଜିକି ଆମ ମାନଙ୍କ ସହିତ ରହିବା ପାଇଁ ଆସିଲେ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ଦୁନିଆର ସବୁ ସଂଘର୍ଷ, ଦୁନିଆର ସବୁ ଦୁଃଖ, ସବୁ କଷ୍ଟ, ସବୁ କ୍ଲେଶର ସବୁଠାରୁ ଟପ୍ ସମସ୍ୟା ମନୁଷ୍ୟର ହଉଛି ପାପ। ପ୍ରିୟ ମାନେ, ଏ ଦୁନିଆର ସବୁଠୁ ବଡ ସମସ୍ୟା ହଉଛି ପାପ। ଆଉ ଆପଣ ବଞ୍ଚି ଥାଉ ଥାଉ ଯଦି ପାପ ପାଇଁ କିଛି କଲେ ନାହିଁ, ତେବେ ଅନନ୍ତ କାଳ ନର୍କରେ ବି ନଷ୍ଟ ହେବେ। ମନୁଷ୍ୟ ପାପୀ ଅଟେ, ପାପର ବେତନ ମୃତ୍ୟୁ ଅଟେ, ଯାହା ନର୍କ। ଆଉ ମନୁଷ୍ୟ ନିଜର ସମସ୍ୟାରୁ ନିଜକୁ ଉଦ୍ଧାର କରିବା ପାଇଁ କିଛି କରିପାରିବ ନାହିଁ, ବେସାହାରା, ନିରୀହ, ନିରୁପାୟ। ଆଉ ଏଇ ପରିସ୍ଥିତିରେ ସେ ଆପଣଙ୍କର ମୋର ଇମାନୁଏଲ ହେବା ପାଇଁ ଆସିଛନ୍ତି, ଆମମାନଙ୍କ ସହିତ ଈଶ୍ୱର ହେବା ପାଇଁ ସେ ଆସିଛନ୍ତି। ସେଥିପାଇଁ ଯେତେବେଳେ ଯୀଶୁ ଆସିଲେ, ତାଙ୍କର ମିଶନ ଷ୍ଟେଟମେଣ୍ଟ ବହୁତ କ୍ଲିୟର ଭାବେ କହୁଛନ୍ତି ଲୁକ 19:10ରେ, କାରଣ ଯାହା ହଜି ଅଛି ତାହା ଖୋଜି ରକ୍ଷା କରିବା ପାଇଁ ମନୁଷ୍ୟ ପୁତ୍ର ଇମାନୁଏଲ ସାଜି ଆସିଛନ୍ତି, ଆମମାନଙ୍କ ସହିତ ଈଶ୍ୱର ହେଇ ଆସିଛନ୍ତି। ଓକେ, ଆମର ଜୀବନର ସବୁଠୁ ବଡ ସମସ୍ୟା ହଉଛି ସେଇଟା। ଅନେକ ଲୋକ ଏଇଟା ନ ଭାବି ନ ଜାଣିକି ମୃତ୍ୟୁବରଣ କରୁଛନ୍ତି, ଆଉ ଯେତେବେଳେ ସେମାନଙ୍କର ଚକ୍ଷୁ ଖୋଲା ହୁଏ, ସେମାନଙ୍କର ଚକ୍ଷୁ ନର୍କରେ ଖୋଲା। ଦରିଦ୍ରତା, ରୋଗ, ବେମାର, ଘରର କଳ କନ୍ଦହ ଏଇ ସବୁ ବଡ ସମସ୍ୟା ନାହିଁ, ପାପ ହଉଛି ବଡ ସମସ୍ୟା। ସେଥିପାଇଁ କୁହାଗଲା, କାରଣ ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଇମାନୁଏଲ ସାଜି ଜଗତକୁ ପଠେଇଲେ। କେବଳ ସେତିକିରେ ସମସ୍ୟା ସମାଧାନ ହୁଏ ନାହିଁ ପ୍ରିୟମାନେ, ସେତିକିରେ ସମସ୍ୟା ସମାଧାନ ହେଇଯାଏ ନାହିଁ। ପରମେଶ୍ୱର ଜଗତକୁ ପ୍ରେମ କରି ପୁତ୍ର ପଠେଇବା ଦ୍ଵାରା ଆପଣଙ୍କର ସମସ୍ୟା ସମାଧାନ ହେଇଯାଏ ନାହିଁ। ସେ ପଠେଇଲେ ବୋଲିକି ଖୁସି ହେଇକି ପିଠା ଖାଆନ୍ତୁ ନାହିଁ, ସେ ଆସିଛନ୍ତି ବୋଲିକି ଖୁସି ହେଇକି ନୂଆ କପଡା ପିନ୍ଧନ୍ତୁ ନାହିଁ। ଆପଣଙ୍କର ଖୁସି ତେବେ ହବ ଯେତେବେଳେ ସେଇ ପଦର ଦ୍ୱିତୀୟ ଭାଗକୁ ଯିବେ ଆପଣ। ଅତଏବ ଯେ କେହି ତାଙ୍କ ଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହେଇ ଅନନ୍ତ ଜୀବନ ପାଇବ। ଆପଣ ଯଦି ବିଶ୍ୱାସ କରିନାହାନ୍ତି, ଖ୍ରୀଷ୍ଟମାସ ଆପଣଙ୍କ ପାଇଁ ନାହିଁ, ଖୁସି ହେବାର ଆପଣଙ୍କର ପାଇଁ ନାହିଁ। ଏମିତି କେତେ ଲୋକ ଖୁସି ହଉଛନ୍ତି ଯୋଉମାନେ ଅଲରେଡି ବିଶ୍ୱାସ କରିନାହାନ୍ତି। ଆପଣଙ୍କୁ ଗୋଟେ ଷ୍ଟୋରି କହିଲେ ନା, ଆହାଜକୁ ପ୍ରଭୁ କେତେ ପ୍ରେମ କରିକି କହିଲେ, ଦିଟା ରାଜ୍ୟ ମିଶି ତୁମକୁ ଆକ୍ରମଣ କରୁଛନ୍ତି ବୋଲି ତୁମେ ଯୋଉ ଡରି ଯାଉଛ, ଚିନ୍ତା କର ନାହିଁ, ମୁଁ ତୁମ ସହିତ ଅଛି। ଯଦି ବିଶ୍ୱାସ କରୁନ, ମୁଁ ତୁମକୁ ଗୋଟେ ଚିହ୍ନ ପଠଉଛି। ସେଇ ଚିହ୍ନ ହେଲା, ଗୋଟେ କନ୍ୟା ଗର୍ଭବତୀ ହବ, ତାକୁ ଗୋଟେ ପୁତ୍ର ପ୍ରସବ କରିବ, ତାର ନାଁ ଇମାନୁଏଲ ଦେବ। ଆଉ ସେମିତି ଗୋଟେ ପୁତ୍ର ପ୍ରସବ ହେବା ସତ୍ତ୍ୱେ ବି ସେ ବିଶ୍ୱାସ କଲା। ପରମେଶ୍ୱର ତାଙ୍କୁ ଦଣ୍ଡ ପଠେଇକି
पनिशमेंट देले जजमेंट देले प्रिय मान आज आहास ठारू बड़ समस्या आम मानकर अछि से समस्या कौन माने पाप ए आमको अनंत काल पाई ग्रास करबा पाई रेडी अछि पाप आमे समस्ते से दोहला कादुआ मध्य अछि आपण माने बुझिबा पाई चेष्टा करन इमोशनली क्रिसमस क्रिसमस वंतु नै इमानुएल रो अर्थ ईश्वर मो सहित एटा अंगे अंगे निभौचंती कि जेबे जाय निभै नांती तबे क्रिसमस नाही बिल्कुल जे कई तांकोठारे विश्वास करे से भी नष्ट हबो नाही किंतु जे कई विश्वास न करिवो से निश्चित भावे भी नष्ट हबो आहास विनाश विश्वास कला नाही आमे आहास परि हबा नाही जहा हजी अछि ता खोजी रक्षा करया पई से आसी अछंती वेरी क्लियर कट व्हाई डिड जीसस बिकम मैन जस्ट टू सीक एंड सेव दैट व्हिच इज लॉस्ट जहा हजी अछि ता खोजी रक्षा करया पई से आसी छन आपन को लागुथिबो आई एम मु ठीक अछि काले एमती तो नाही जे एबे भी आपन हजा अवस्था रे अछती व्यक्तिगत भावे से आपनकर इमानुएल हबा पई आसी छथि से माने जो माने पाप रे अछंती से मान को खोजी उद्धार करा पई प्रभु आसी छथि प्रभु आमान को अनुग्रह करंतु साहाय्य करंतु इतने वर्ष केवल ए स्टोरी शुणी 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 माने क्रिसमस मनेबा अपेक्षा आज प्रभु आमान को अनुग्रह करंतु जीसु की मोर इमानुएल अटंती मो सहित ईश्वर अटंती कि मो जीवन रे जेतले संघर्ष आसे मु कि तांको अनुभव करे मो जीवन रे जेतले आशो आसे मु कि तांको अनुभव करे मो सेवा कार्य रे मु कि तांको अनुभव करे आ विशेष करी जो पाप मते नरक नेबा पई सक्षम अटे सेइठू उद्धार करिया पई कि इमानुएल आज मो सहित अछि पाउलो जेमती कहले तुम विश्वास रे अछो कि नहीं निज निज को समीक्षा करो चेक वेदर यू आर सेव्ड और नॉट निज निज को समीक्षा करू आमे से जो इमानुएल हेले मो जीवन रे सेटा सार्थक हैला कि सेटा मो जीवन रे सफल हैला कि जदि सफल हेनी व्हाट इज क्रिसमस क्रिसमस आर लाभ कोन कोन प्रिय माने जदि सफल हेनी बोली भाबुछंती दिस इज द टाइम प्रभु मानकर प्रभु राजा मानकर राजा आमानकर इमानुएल हेबा पाए आसीचंती ताको सार्थक करिया पाए गुटी मात्र रास्ता ईश्वरଙ୍କ निकटरे अनुताप करंतु जीसु ख्रीष्टଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ବିଶ୍ୱାସ କରନ୍ତୁ ଆଉ ପବିତ୍ର ଆତ୍ମାଙ୍କ ଦ୍ୱାରା ନୂତନ ଜୀବନ ପାଆନ୍ତୁ ଆଉ ଯେବେ ଯାଇ ସେଇଟା ଆପଣଙ୍କର ମୋ ଜୀବନରେ ହେଇନି ଜୀବନରେ ନିରର୍ଥର बिल्कुल अर्थ ना आम खाली खाइबा पीवा एंजॉय करबा आ 26 तारिख सकाळे से ज्वर ओले जीवो पुणी थर जदि वर्ष सारा से स्पिरिट रहबा पई चाहउछंती एटा करबा निहाती आवश्यक अनुताप विश्वास आ पुनर्जन्म प्रभु आमे प्रत्येक को आशीर्वाद करंतु आपण माने जदि परिताण पाइछंती आजिर दिन रे आपण माने अननेसेसरीली इमोशनल होंतु नाही सुजोग पाई लोक मान को सुसमाचार प्रचार करंतु लोक मान को सुसमाचार दियंतु प्रिय माने ए वर्ष अनेक लोक मरी गले और लोक माने मरु थांती जो माने प्रभु को न जानी मरंती प्रभु सेमान को जीवन रे इमानुएल हेई पारंती नहीं जेते पारुछंती सुसमाचार प्रचार करंतु लोक मान को सहाय्य करंतु सेवा करंतु एटा गोटे प्रकृत ख्रिस्टियन रो कर्तव्य और सेतिरे आमानकर क्रिसमस सफल हबो प्रभु आमे प्रत्येक को आजिर ए वाक्य द्वारा आशीर्वाद करंतु आजिर दिन आपण मान को प्रत्येक पई मंगलमय और सुख भरा हो थैंक यू सो मच आमेन प्रभु को नाम को धन्यवाद हो दासों को धन्यवाद देवी जे इमानुएल विषय रे से आमान को विषय रे परमेश्वर आम मान सहित अच्छी ए विषय को अति उत्तम भाव रे से आमान को शिक्षा दौले निश्चित भाव रे ईश्वर आम मान सहित अच्छा आम जदि विश्वास करवा ताहले ही आमे विनष्ट हवा जाए जो माने विश्वास करती तांको पाए ही ए क्रिसमस बड़ सुंदर भाव रे प्रभु को दास छुटले प्रभु तांको आशीर्वाद करंतु आहुरी आहुरी व्यवहार करंतु आ भेटघाट तरफ मो व्यक्तिगत तरफ धन्यवाद ज्ञापन करी आज वाक्य प्रभु तांको आहुरी आहुरी
बलवान कर शक्तियुक्त कर व्यवहार कर धन्यवाद आसुआ माने शिक्षा पाइलु प्रकृत क्रिस्टियान कौन आम बड़ भाग्यवान जे आम मान सहित से स्वर्गर ईश्वर आम जो विश्वास करवा विनष्ट हवा ना आमर सबु कार्य असफल न हो सफल से जदि आम सहित अच्छा बहुत प्लस पॉइंट आम प्रभु आम प्रत्येक को आशीर्वाद कर स्वर्गर परमेश्वर आम सहित आम बहुत भाग्यवान आसु हस्तरे रहिबा आ ए दिन मानक आम अधिकार अधिका व्यवहार हवा तो यह ही आज क्रिसमस आम मान प्रभु वाक्य दे महिमा गौरव पातु आसुआ माने समय शेष प्रार्थना करवा मु अनुरोध करी आम मान मध्य प्रभु दास रेवरेंड प्रसाद लिमा महाशय अच्छा भुवनेश्वर जड़ित अच्छा आज वक्ता महाशय आज जिते जन जूम उपस्थित प्रत्येक प्रार्थना करेंगे मुख्यतः आज वाक्य प्रार्थना करेंगे आज वाक्य प्रत्येक हृदय जेपरी बास कर अनेक जगार क्रिसमस प्रोग्राम हेब क्रिसमस प्रोग्राम पदे स्मरण करेंगे कहीं आ बहुत समस्या रही सब विषय से प्रार्थना करेंगे प्रार्थना रे आम मनोযোগ